ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ 8 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ 8 ତାରିଖ ଯାଏଁ ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବ। 7 ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ 70ରୁ 110 ମିମି ପର୍ଯ୍ୟନ୍ତ ବର୍ଷା ହେବ। 8 ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁଙ୍କ ପୂର୍ବାନୁମାନ ଅନୁସାରେ ଘୂର୍ଣ୍ଣିବଳୟ ପଶ୍ଚିମ ଓଡ଼ିଶା ଓ ଉତ୍ତର ପଶ୍ଚିମ ଭାଗରେ ମଧ୍ୟମରୁ ଭାରୀ ବର୍ଷା ହେବ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଦ୍ଧୁମ ବର୍ଷିଛି। ମଙ୍ଗଳବାର ବଲାଙ୍ଗୀରରେ ସର୍ବାଧିକ 92 ମିମି ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ 61.2, ଅନୁଗୁଳରେ 60, ନବରଙ୍ଗପୁରରେ 57, ବୌଦ୍ଧରେ 57, ଦାରିଙ୍ଗିବାଡ଼ିରେ 44, କେନ୍ଦୁଝରରେ 37, କୋରାପୁଟରେ 36.2 ମିମି ବର୍ଷା ହୋଇଛି। ଗତ 24 ଘଣ୍ଟାରେ ବୌଦ୍ଧରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଏଠାରେ ସର୍ବାଧିକ 145 ମିମି ବର୍ଷା ହୋଇଛି। ସୋନପୁର ଉଲୁଣ୍ଡାରେ 137, ବୀରମହାରାଜପୁରରେ 111, ବିନିକାରେ 106, ସୋନପୁରରେ 97.6 ମିମି, ବୌଦ୍ଧ କଣ୍ଟାମାଳରେ 84.4 ଓ ସମ୍ବଲପୁର ଜୁଜୁମରାରେ 82 ମିମି ବର୍ଷା ହୋଇଛି।